ଆମ ମା ପୁଅଙ୍କର ଏତେ ଯିବା ଆସିବାରେ କୁନି ଖାଲି ତଟସ୍ଥ ହେଇଯାଉଥିଲା। ଆଉ ଟିକେ ଦୁଃଖୀ ବି ହେଉଥିଲା। କୁଆଡ଼େ ବୋଉ ଆଉ ବାପା ଖାଲି ବୁଲିବାକୁ ଯାଉଛନ୍ତି, ମୋତେ ନେଉନାହାନ୍ତି। ସିଏ କ'ଣ ଯାଉଛି, ମୁଁ କୁଆଡ଼େ ଯାଉଥିଲି ବୋଲି। ସେଦିନ ଟିକେ ମେଘ ପବନ ଉଠେଇ ଆସିଥିଲା। ତରତର ହେଇ ମା ପୁଅ ବାହାରି ଗଲୁ। ଆପଣମାନେ ଜାଣିଛନ୍ତି, ରବିବାରରୁ ମୁଁ କଟକ ଆସିଯାଇଥିଲି। ଆଉ ସୋମବାର ରାତିରେ ମୋର ମାଢ଼ିରେ ଦାନ୍ତର ଅପରେସନ୍ କରିବାର ଥିଲା। ମୁଁ ଯେଉଁଠିକି ଯାଇଥିଲି ଭାରି ସ୍ୱାସ୍ଥ୍ୟପ୍ରଦ ଭାବରେ ସେଠି ସଚେତନ ଭାବରେ ସବୁ କାର୍ଯ୍ୟ ହେଉଥିଲା। ଆଉ ମୋ କାମ ବି ଆରମ୍ଭ ହୋଇଗଲା। ମୁଁ ଭିତରକୁ ଗଲି। ଭିତରକୁ ଯିବା ବେଳକୁ ମନରେ ଯେଉଁ ସରସତା ଥିଲା, ବାହାରିଲା ବେଳକୁ ମନ ପୁରା ମଉଳି ଯାଇଥିଲା। ଭିତରକୁ ଯିବା ବେଳକୁ ସରସତା ଏଇଥିପାଇଁ ଥିଲା ଯେ ଜୀବନ ସାରା ଭୋଗୁଥିବା ଦାନ୍ତ କଷ୍ଟ ହୁଏତ ଏଇଥର ଦୂର ହୋଇଯିବ। ବାହାରିଲା ବେଳ କଥା ଆଉ କ'ଣ କହିବି, କଷ୍ଟର ସୀମା ନାହିଁ। ବାବାଇ ମୋତେ ଅପେକ୍ଷା କରିଥିଲା ଆଉ ନେଇକି ଘରକୁ ଆସିଲା। ସେତେବେଳକୁ ରାତି 11:30 ପରେ। କଥା କହିବାର ତ ଜୁ ନାହିଁ। ଚୁପଚାପ ମା ପୁଅ ଘରକୁ ଆସିଲୁ। ଘରେ ମୋ ଯୋଗୁଁ ରାତିରେ ବାବାଇ ଆଉ ଲିପି ବି ଶୋଇପାରିଲେନି। ବହୁତ କଷ୍ଟ ହେଲା ସେ ରାତିଟା। ଯାହା ବି ହଉ, ଭଲ ଉଦ୍ଦେଶ୍ୟରେ ତ କରିଛି, ଟିକିଏ ଦାନ୍ତ କଷ୍ଟରୁ ରକ୍ଷା ପାଇବି ବୋଲି। ଯେତେ କଷ୍ଟ ହେଉଛି ମୁଁ ନ ସହିଲେ କେମିତି ହେବ, ସେଇଆ ଭାବିକି ନୀରବରେ ସବୁ ସହିଯାଉଥିଲି। ତଥାପି କଷ୍ଟ ଅସହ୍ୟ ହେଉଥିଲା। ଆପଣମାନେ ମୋର ମୁହଁ ଦେଖି ଜାଣିପାରୁଥିବେ। ଆଉ ମନେ ମନେ ଭାବୁଥିଲି, କେତେ ବଡ଼ ବଡ଼ ଅପରେସନ୍ ସବୁ ହେଉଛି, ସେମାନେ କେତେ କଷ୍ଟ ପାଉଥିବେ। ମୁଁ ଏଇଥିରେ କ'ଣ ଦୁଃଖୀ ହେବି। କଷ୍ଟେ ମଷ୍ଟେ ରାତି ପାହି ସକାଳ ହେଲା। ସକାଳୁ ତ କେବଳ ତରଳ ଖାଦ୍ୟ ହିଁ ଖାଉଥିଲି। ଦେଖୁନାହାନ୍ତି ଆମ କୁନି କେମିତି ସଜାଡ଼ି ହେଇ ବସୁଛି। ସୁନା ଝିଅଟା ଆମର, ହେଲେ ତା ମନ ଜମା ଭଲ ନଥିଲା। ଏକ ତ ଆମ ଘରର ସାଙ୍ଗସାଥି ଦୁର୍ଭୁଷ ମେଳ ଛାଡ଼ିକି ଆସିଛି। ଆଉ ମୁଁ ସାଙ୍ଗରେ ଆସିଥିଲି ଯେ ମୁଁ ବି କଥା କହୁନି। ସେଥିପାଇଁ ସେ ମନ ଦୁଃଖରେ ଖାଲି ଚୁପଚାପ ବସିକି ଯାହା ଖେଳୁଥିଲା। ଆଉ ନିଣ୍ଟୁ କଥା କ'ଣ କହିବି, ତାର ବି ସେଇ ସମାନ ଦଶା। ଆଉ ମୁଁ ତ ବାରମ୍ବାର ଖାଲି ଯିବା ଆସିବା କରୁଥିଲି। ଲିପି ଘରେ ଛୁଆ ଦିହିଙ୍କର ଦାୟିତ୍ୱ ନେଉଥିଲା ଆଉ ଆମକୁ ବିଦା କରୁଥିଲା। ପୁଣି ଟିକେ କ'ଣ ବ୍ଲଡ଼ ଟେଷ୍ଟ କରିବା ପାଇଁ ସେ କହିଲେ। ତେଣୁ ପୁଣି ମୁଁ ବ୍ଲଡ଼ ଟେଷ୍ଟ ଉଦ୍ଦେଶ୍ୟରେ ବାହାରିଗଲି। ଏ ମାସଟା ମୋ ପାଇଁ ବୋଧେ ଜମା ଭଲ ନଥିଲା। ଖାଲି ଏପଟ ସେପଟ ଫୋଡ଼ାଫୋଡ଼ି ହିଁ ଚାଲିଛି। କ'ଣ କରିବି, ମୁହଁଟା ପ୍ରଥମ ଦିନ ଅପେକ୍ଷା ଧୀରେ ଧୀରେ ଟିକେ ଅଧିକ ଫୁଲିଲାଣି। ହଉ, କ'ଣ ହେଉଛି ହଉ, ଖାଲି ଭଗବାନ ସହିବାକୁ ଶକ୍ତି ଦିଅନ୍ତୁ। ନୀରବରେ ସହିଯାଏ, ଆଉ ଶେଷରେ ଏ ଦାନ୍ତ କଷ୍ଟରୁ ମୁକ୍ତି ପାଏ, ଏତିକି ହିଁ ପ୍ରାର୍ଥନା କରିଥିଲି। କେତେବେଳେ ହସୁଥିଲି, କେତେବେଳେ ମୁହଁ ଶୁଖେଇ ବସୁଥିଲି। ଯାଇ ପୁଣି ବ୍ଲଡ଼ ପରୀକ୍ଷା କରିବା ପାଇଁ ଦେଲି। ଏ ପିଲା ଜଣଙ୍କ ବ୍ୟବହାର ମୋତେ ବହୁତ ଭଲ ଲାଗିଲା। ଭାବିଲି, ଯେଉଁମାନେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟରେ ସମ୍ପୃକ୍ତ, ସେମାନେ ଟିକେ କଅଁଳେଇ କଥାବାର୍ତ୍ତା କଲେ ସତରେ କେତେ ଭଲ ଲାଗେ। ତାଙ୍କର ଟିକେ ଆଶ୍ୱାସନା କଥା ଏ କଷ୍ଟ ସମୟରେ ଅମୃତ ଭଳି ଲାଗେ। ସମସ୍ତେ କ'ଣ ସେମିତି କରନ୍ତି? ଯେଉଁମାନେ କରନ୍ତି ତାଙ୍କୁ ଧନ୍ୟବାଦ, ଆଉ ଯେଉଁମାନେ ନ କରନ୍ତି ତାଙ୍କୁ ଟିକେ କଅଁଳେଇ କହିବା ପାଇଁ ଅନୁରୋଧ। ଅବଶ୍ୟ ସବୁବେଳେ ସେଇ ସମାନ କାମ ଗୁଡ଼ା ଦେଖି ଦେଖି କରି କରି ତାଙ୍କ ମନ ବି ଟାଣ ହୋଇଗଲାଣି। ସେ ଯାହା ବି ହଉ, ସେଠୁ ଆସିଲା ବେଳକୁ ଭାରି କ୍ଳାନ୍ତ ଲାଗୁଥିଲା। ନିଣ୍ଟୁ କହିଲା, ମୁଁ ବୋଉକୁ ଔଷଧ ଖୁଆଇଦେବି। ହଉ, ପୁଅ ବୋହୂ ବି ସେବା କରୁଛନ୍ତି, ନାତି ନାତୁଣୀ ବି କରନ୍ତୁ। ମୁଁ ଏତେ କଷ୍ଟ ପାଇବି ବୋଲି ଭାବିନଥିଲି। ହଁ, ମଣିଷ ଜୀବନରେ ଦୁଃଖ ସୁଖ କଷ୍ଟ କେତେବେଳେ କେତେ ପ୍ରକାର ଅନୁଭୂତି ଆସିବ। ସବୁବେଳେ ଗୋଟାଏ ସରଳ ରେଖାରେ ଚାଲିଲେ ଜୀବନ କ'ଣ ଭଲ ଲାଗିବ? ଉତ୍ଥାନ ପତନ ମଣିଷ ଜୀବନର ହିଁ ଗୋଟେ ପ୍ରକାର ଆନନ୍ଦ। କିଛି ବି ତ ଖାଇପାରୁନଥିଲି। ବୋହୂ ଗୋଟେ ତରଳ ଖାଦ୍ୟ ପ୍ରସ୍ତୁତ କରି ପଚାରିଲା, ବୋଉ ଖାଇପାରୁଛ ତ? ମୁଁ ହଁ ଭରିଲି। ସେ ମୋର ଔଷଧ ଆଉ ପାଣି ଗ୍ଲାସ୍ ଥୋଇଦେଇ ତା କାମରେ ଲାଗିଲା। ମୁଁ ଭାବୁଥିଲି, ସତରେ ପରିଣତ ବୟସରେ ଏଇମାନେ ହିଁ ଆମର ଆଶା ଭରସା। ସେମାନଙ୍କ ବ୍ୟବହାର ଟିକକ ଭଲ ହେଲେ ମନ କେତେ ଖୁସି ଲାଗୁଛି। ହେଲେ ଯେଉଁ ପିଲାମାନେ ନିଜ ବାପା ମାଆଙ୍କୁ ଖରାପ ବ୍ୟବହାର କରୁଥିବେ, ଏ ବୟସରେ ଅସୁସ୍ଥତା ସମୟରେ କେତେ କଷ୍ଟ ହେଉଥିବ। ସବୁ ବାପା ମାଆ କିନ୍ତୁ ଛୋଟ ପିଲାଟାକୁ ବହୁତ କଷ୍ଟ କରି ବଡ଼ କରିଥାନ୍ତି। ଏଇଟା କାହିଁକି ସେମାନେ ଭୁଲି ଯାଆନ୍ତି? ଯାହା ବି ହଉ, ଏମାନଙ୍କ ସେବା ଯତ୍ନରେ ମୋ ସମୟଟି ଏଠି ଭଲରେ କଟି ଯାଉଥିଲା। କାଲି ତ ମୋର କାନରୁ ବେକରୁ ସବୁ ଖୋଲି ଦେଇଥିଲେ। ମୋର ସେସବୁକୁ ନିଘା ନଥିଲା। ଖାଇସାରିଲା ପରେ ଲିପି ଆସି ସେସବୁ ପିନ୍ଧେଇ ଦେଲା। ଏମାନେ ଏସବୁ ଭାରି ଲକ୍ଷ୍ୟ କରନ୍ତି ମୋର। ମୁଁ ତ ଆଲୁରି ବାଲୁରିଟା, କେତେବେଳେ କ'ଣ ପିନ୍ଧେ କ'ଣ ନ ପିନ୍ଧେ ମୋର ସେସବୁକୁ ଖାତିର ନଥାଏ କି ନଜର ନଥାଏ। କିନ୍ତୁ ଦୁଇ ବୋହୂ ସବୁବେଳେ ସେସବୁର ଯତ୍ନ ନିଅନ୍ତି ଆଉ ମୋତେ ମୃଦୁ ଭର୍ତ୍ସନା କରନ୍ତି। କହନ୍ତି, ବୋହୂ
ତମେ ଏମିତି ଅଭେକା ହେଇକି ବୁଲିଲେ ଆମକୁ ଭଲ ଲାଗୁନି। ମୁଁ ହସି ଦିଏ, କହେ ଭେକ ଅଭେକ କ'ଣ ଲୋ ମା, ମଣିଷର ପ୍ରକୃତି ହେଉଛି ମଣିଷର ପ୍ରକୃତ ଭେକ। ଯାହାର ପ୍ରକୃତି ଭଲ ନୁହଁ ସେ ଯେତେ ସଜେଇ ହେଲେ କ'ଣ ସୁନ୍ଦର ଦେଖାଯିବ। ଯାହା ବି ହଉ, ଲିପି ମୋର କାନରେ ବେକରେ ପିନ୍ଧେଇ ଦେଲା। ମୋ ମୁହଁଟା ଧୀରେ ଧୀରେ ଅଧିକ ଫୁଲିବାକୁ ଲାଗୁଥିଲା। ମୁଁ ମୋ ମୁହଁକୁ ଦର୍ପଣରେ ଦେଖି ବେଳେବେଳେ ହସୁଥିଲି। ଭାବୁଥିଲି ଝିଅ ବେଳେ ଯେମିତି ମୋଟି ମାଟି ହେଇକି ବୋହୂ ହେଇକି ଆସିଥିଲି, ଏବେ ବୋଧେ ସେମିତି ହେଇଯିବି ନା କ'ଣ। କଟକ ଭାତ ମୋ ଦେହରେ ବେଶୀ ଲାଗୁଛି, ଭଲ ଫୁଲୁଛି ମୁଁ। ଟିକେ କେତେବେଳେ ଗଡ଼ି ପଡ଼ୁଥିଲି ତ କେତେବେଳେ ଟିକେ ବସୁଥିଲି। ପିଲା ଦିହେଁ ମନ ମାରି ଏକୁଟିଆ ଖେଳୁଥିଲେ। ଲିପି କାମରେ ବ୍ୟସ୍ତ ରହୁଥିଲା, ବାବାଇ ଅଫିସ୍ ପଳାଉଥିଲା, ଆଉ ମୁଁ ମୋ ଅସୁସ୍ଥତାକୁ ନେଇ ଚୁପ୍ ହେଇ ବସୁଥିଲି। କ'ଣ କରିବେ ଛୁଆ ଦିହେଁ। ଘରର ଏକାଠି ରହିବାର ଗହଳି ଏକୁଟିଆ ରହିବାରେ ନଥାଏ। ଯାହା ବି ହଉ, ମୁଁ ତ ଖାଲି ଧୀର ହେଇ ବସୁଥିଲି, ଆଉ ସେମାନେ ତାଙ୍କ ମନ ଇଚ୍ଛାରେ ଯାହା ଯେମିତି ଖେଳୁଥିଲେ। ଦି ଭାଇ କେତେବେଳେ ମନ ଖୁସିରେ ଖେଳୁଥିଲେ, କେତେବେଳେ ବାଡ଼ିଆ ପିଟା ବି ହେଉଥିଲେ। ଏଇଟା ଭାଇ ଭଉଣୀ ସମ୍ପର୍କ ଭିତରେ ଗୋଟେ ସାଧାରଣ କଥା। ଖାଲି କ'ଣ ଭାଇ ଭଉଣୀ ସମ୍ପର୍କ, ସବୁ ସମ୍ପର୍କରେ କେତେବେଳେ କେମିତି ରାଗରସ ବି ଆସେ। ଏମିତି ବୁଧବାର ହେଲା, ସେଦିନ ଅକ୍ଷୟ ତୃତୀୟା। କ'ଣ କରିବି, ଏଡ଼େ ବଡ଼ ଦିନରେ ରୋଗକୁ ଧରି ବସିଛି। ବାହାରକୁ ଯାଇ ତୃତୀୟାର ଜହ୍ନକୁ ଦେଖୁଛି। ବୋହୂ ଡାକିଲା, କହିଲା ବୋଉ ଘରକୁ ଆସ, ତମ ପୁରୀ ପୁଅ ଭିଡ଼ିଓ କଲ୍ କରିଛନ୍ତି। ପୁରୀରେ ଆଜି କ'ଣ ସବୁ ହେଉଛି କହୁଛନ୍ତି। ସକାଳୁ ଏ କ'ଣ ପୂଜା ହେଲା, ମୁଁ ତ ଜାଣିନି। ଆପଣମାନେ କିଏ ଜାଣିଛନ୍ତି କହିବେ। ତାପରେ ପ୍ରଭୁ ଗଲେ ଚାପକୁ। ଆଜିଠୁ ପରା ଅନୁକୂଳ ହେଲା, ନରେନ୍ଦ୍ରରେ ଚାପ ଖେଳିବେ। ସେ ଦୃଶ୍ୟ ମୁଁ ଜୀବନରେ କେବେ ଦେଖି ନାହିଁ। ମୋତେ ବହୁତ କହିଥିଲେ ଆଜି ଯିବାକୁ, ହେଲେ ମୁଁ ତ ଏ ଅବସ୍ଥା କଥା ଜାଣିଥିଲି। ଏଇଆ ଜାଣିଥିଲି ଯେ ସେତେବେଳେ ହୁଏତ ମୋ ଚିକିତ୍ସା ଚାଲିଥିବ, ତେଣୁ ମୁଁ ତାଙ୍କୁ କିଛି କହିନଥିଲି। ପରେ ସେ ଯେତେବେଳେ ଜାଣିଲେ ମୁଁ ଦାନ୍ତ ଚିକିତ୍ସା ପାଇଁ କଟକ ଆସିଛି, ସେ ନିଜେ ହିଁ ଭିଡ଼ିଓ କଲ୍ କରି ମୋତେ ସୌଭାଗ୍ୟ ଦେଲେ। এই ସୁନ୍ଦର ଦୃଶ୍ୟକୁ ମୁଁ ଘରେ ବସି ଦେଖିଲି। ହଉ, କେଉଁ ପ୍ରାରବ୍ଧରୁ କଷ୍ଟ ଭୋଗୁଛି। ରୋଗ ଶୋକ ତ ମଣିଷର ସାଥୀ। ଯିଏ ମୋତେ କଷ୍ଟ ଦେଇଛି, ପୁଣି ତାରି ଆଶୀର୍ବାଦରୁ ମୁଁ ଘରେ ବସିକି ତ ପୁରୀର ଦୃଶ୍ୟ ଦେଖୁଛି। ଦେଖନ୍ତୁ ଶ୍ରୀମନ୍ଦିର ଆଉ ନରେନ୍ଦ୍ର କେମିତି ସାଜସଜା ହେଇଛି। ଏତିକି ସୌଭାଗ୍ୟ ମୋତେ କାଳିଆ ଦେଲେ, ଆଉ ମୁଁ କ'ଣ ବା ଚାହିଁଥାନ୍ତି। ଦୁଃଖୀ ମନଟା ସାଙ୍ଗେ ସାଙ୍ଗେ ଖୁସି ହେଇଗଲା। ବୋହୂକୁ ନାତିକୁ ବି ଡାକିଲି, ଆସ ଦେଖ କେତେ ସୁନ୍ଦର ଦେଖାଯାଉଛନ୍ତି ଭିଡ଼ିଓ କଲ୍ରେ। ସତରେ ଦେଖିଲେ ଆଉ କ'ଣ ନ ଦେଖାଯିବେ। ଭାଗ୍ୟରେ ଥିଲେ ଆସନ୍ତା ବର୍ଷକୁ ଯାଇ ଦେଖିବି। ମୋ ଇଚ୍ଛାରେ କ'ଣ ଦେଖିପାରିବି, ସେ ଯଦି ଡୋରି ଲଗେଇକି ଡାକିବେ। ଏଇଆ ଭାବିଛି। ପୁଣି ଫୋନ୍ରେ ଗୁଡ଼ିଏ ଫଟୋ ଆସିଲା, ଖୋଲି ଦେଖିଲି। ଆରେ ମୋର ପ୍ରାଣପ୍ରିୟ ଗୁରୁଦେବ, ତାଙ୍କ ଆଶ୍ରମରେ ପରା ଆଜି ଅକ୍ଷୟ ତୃତୀୟା ପାଳନ ହେଉଛି। ସେଇଠିକାର ଜଣେ ବ୍ରହ୍ମଚାରୀ ମହାରାଜ ସେଦିନର ବିଭିନ୍ନ କାର୍ଯ୍ୟକ୍ରମର ଫଟୋ ସବୁ ପଠାଇଛନ୍ତି। ଆଖିରେ ଲୁହ ଆସିଗଲା। ସତରେ ପ୍ରଭୁ, ଦୁଃଖ ଦିଅ, ସୁଖ ଦିଅ, ଯାହା ବି ଦିଅ, ସବୁବେଳେ ଏମିତି ତୁମର ଉପସ୍ଥିତିକୁ ମୋତେ ଜଣାଉଥାଅ। ମୁଁ ସବୁ ଦୁଃଖ ଭୁଲିଯିବି। ରାଜାଧିରାଜ ବେଶରେ ଠାକୁରଙ୍କୁ ପ୍ରଣାମ କଲି। ଆଉ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ମୋର ଶତକୋଟି ପ୍ରଣାମ ଜଣାଇଲି।